ବହିର ନାଁ ହେଲା ଦି ଅନନୋନ୍ ଲାଇଫ୍ ଅଫ୍ ଜିସସ୍ କ୍ରାଇଷ୍ଟ। ତାକୁ ଲେଖିଥିଲେ ନିକୋଲାସ ନୋଟୋଭିଚ୍। ସିଏ ଥିଲେ ରଷିଆର ଜଣେ ୱାର୍ ଜର୍ଣ୍ଣାଲିଷ୍ଟ। ସିଏ ଭାରତ ଆସିଛନ୍ତି। ଯୀଶୁ ଖ୍ରୀଷ୍ଟ ଯେତେବେଳେ ତାଙ୍କ ବାପା ଚାଲିଗଲେ, ତାଙ୍କ ବାପାଙ୍କ ନାଁ ଜୋସେଫ ଥିଲା। ଯୀଶୁ ଖ୍ରୀଷ୍ଟଙ୍କ ବୟସ ଯେତେବେଳେ 12 ବର୍ଷ ହୋଇଥିଲା ତାଙ୍କ ବାପା ଚାଲିଗଲେ। ସିଏ ଯେତେବେଳେ କ'ଣ କଲେ, ଦୁଃଖରେ ମ୍ରିୟମାଣ ହେଇକି ସିଏ ବୁଲିବାକୁ ବାହାରିଲେ। ସିଏ ପାଖାପାଖି ଯଦି ଆପଣ କହିବେ ଜେରୁଜେଲମରୁ ବାହାରି ଆପଣଙ୍କର କାନ୍ଦାହାର, ବର୍ତ୍ତମାନ ଯେଉଁ ଆଫଗାନିସ୍ତାନ ଅଛି, ଗାନ୍ଧାରୀଙ୍କର ଜନ୍ମସ୍ଥାନ, ସେପଟ ଦେଇ ଚାଲି ଚାଲି ଆସି ଆପଣଙ୍କର ଏବେକାର ପାକିସ୍ତାନ, ସିନ୍ଧ, ଏସବୁ ଜାଗା ଦେଇକି ପୁରୀରେ ଆସି 6 ବର୍ଷ ରହିଛନ୍ତି। ପ୍ରଥମେ ଆପଣଙ୍କୁ ବିଶ୍ୱାସ ହେବନି, କିନ୍ତୁ ସେ ବହିଟାକୁ ସମ୍ପୂର୍ଣ୍ଣ ପଢ଼ିବେ ଏବଂ ଯଦି କୌଣସି ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକକୁ ଆପଣ ଯଦି କୌଣସି ପାଦ୍ରୀ ହୁଅନ୍ତୁ ବା କୌଣସି ଫାଦର ହୁଅନ୍ତୁ, ଯଦି ତାକୁ ଆପଣ ପଚାରିବେ ସତରେ କ'ଣ ଯୀଶୁଖ୍ରୀଷ୍ଟ ଓଡ଼ିଶା ଆସିଥିଲେ, ମିଛ କଥା, ସେତେବେଳେ ଗୋଟେ ଗାଡ଼ିଘୋଡ଼ା ଥିଲା। ତାହେଲେ ଶ୍ରୀ ଚୈତନ୍ୟ କେମିତି ଆସିଥିଲେ? ହୁଏଙ୍ଗସା କେମିତି ଆସିଥିଲେ? ଅବଶ୍ୟ କଲମ୍ବସ୍ ତ ଜାହାଜରେ ଆସିଥିଲେ। ଚୀନର ପରିବ୍ରାଜକ ହୁଏଙ୍ଗସା କେମିତି ଆସିଥିଲେ? ସେ କ'ଣ ଉଡ଼ିକି ଆସିଥିଲେ? ତେଣୁ ଯୀଶୁଖ୍ରୀଷ୍ଟ ବି ଓଡ଼ିଶା ଆସିଥିଲେ, 6 ବର୍ଷ ରହିଛନ୍ତି, ପୁରୀ ଆସିଛନ୍ତି, ଜଗନ୍ନାଥ ମନ୍ଦିରରେ ସେଠି ବେଦ ଚର୍ଚ୍ଚା ଶିଖିଛନ୍ତି।